ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତୀୟ ଉତ୍ପାଦଗୁଡ଼ିକ ବିଶ୍ୱ ବଜାରରେ ପ୍ରଭାବ ବିସ୍ତାର କରିପାରିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୀତି ଆୟୋଗର ସଦସ୍ୟତାରେ ସଂଶୋଧନ କଲେ କେନ୍ଦ୍ର ସରକାର। ପୁରୀ ଶ୍ରୀକ୍ଷେତ୍ରରେ 3 ରଥ ଉପରେ ଠାକୁରଙ୍କର ଆଜି ଅନୁଷ୍ଠିତ ହେବ ସୁନାବେଶ। ଓମାନର ରାଜଧାନୀ ମାସ୍କଟଠାରେ ଏକ ମସ୍ଜିଦ୍ରେ ଗୁଳିକାଣ୍ଡ ଘଟଣାରେ ଜଣେ ଭାରତୀୟଙ୍କୁ ମିଶାଇ 6 ଜଣଙ୍କର ମୃତ୍ୟୁ ଏବଂ ଏସିଆ କପ୍ ଟି20 ମହିଳା କ୍ରିକେଟ୍ ପ୍ରତିଯୋଗିତା ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରୀଲଙ୍କାରେ। ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ପାକିସ୍ତାନ ମୁକାବିଲା। ଭାରତୀୟ ଉତ୍ପାଦଗୁଡ଼ିକ ବିଶ୍ୱ ବଜାରରେ ପ୍ରଭାବ ବିସ୍ତାର କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଭାରତର ଅର୍ଥନୀତିକୁ ସମୃଦ୍ଧ କରିଛି। ବ୍ରିଟେନ୍, ଜର୍ମାନୀ ଏବଂ ନେଦରଲ୍ୟାଣ୍ଡକୁ ଭାରତୀୟ ସାଇକେଲ ରପ୍ତାନୀ ବୃଦ୍ଧି ଏହାର ଗ୍ରହଣୀୟତାକୁ ପ୍ରମାଣ କରୁଛି ବୋଲି ସେ କହିଛନ୍ତି। ରୁଷ ସେନା ଦ୍ୱାରା ବ୍ୟବହୃତ ବିହାରର ପ୍ରସ୍ତୁତ ଜୋତା ଆନ୍ତର୍ଜାତିକ ପ୍ରତିରକ୍ଷା ବଜାରରେ ଭାରତର ପ୍ରଭାବ ଏବଂ ଉତ୍ପାଦନ କ୍ଷମତାର ଉଚ୍ଚ ଗୁଣବତ୍ତାକୁ ପ୍ରତିଫଳିତ କରୁଛି। ଆମେରିକାରେ ଅମୁଲର ବ୍ୟବସାୟ ଭାରତର ନିଆରା ସ୍ୱାଦକୁ ବିଶ୍ୱରେ ପହଞ୍ଚାଇଛି। ଭାରତୀୟ ଦୁଗ୍ଧଜାତ ଦ୍ରବ୍ୟର ବିଶ୍ୱସ୍ତରୀୟ ଆକର୍ଷଣ ଏବଂ ସ୍ୱାଦକୁ ବିଶ୍ୱବ୍ୟାପୀ ପ୍ରସାର କରିବାରେ ଅମୁଲର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଭାରତର ୟୁପିଆଇ ବ୍ୟବସ୍ଥା ବର୍ତ୍ତମାନ ବିଶ୍ୱର ବିଭିନ୍ନ କ୍ଷେତ୍ରରେ ନିରନ୍ତର ଡିଜିଟାଲ ପେମେଣ୍ଟକୁ ସହଯୋଗ ପ୍ରଦାନ କରୁଛି। ଭାରତ ଏବଂ ରୁଷର ମିଳିତ ଉଦ୍ୟମରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଦକ୍ଷିଣ ଚୀନ ସାଗରରେ କାର୍ଯ୍ୟକ୍ଷମ ହେଉଛି। ଏହା ଭାରତର ରଣନୈତିକ ପ୍ରତିରକ୍ଷା ସାମର୍ଥ୍ୟ ଏବଂ ବିଶ୍ୱ ନିରାପତ୍ତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀର ଆନ୍ତର୍ଜାତିକ ଚାହିଦା ଏବଂ ବିଶ୍ୱରେ ଇ-କମର୍ସ ବଜାରରେ ଭାରତର ବୃଦ୍ଧି ପାଉଥିବା ଉପସ୍ଥିତିକୁ ଏହା ପ୍ରତିପାଦିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୀତି ଆୟୋଗ ସଦସ୍ୟ ପଦବୀରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏଥିରେ ସଦସ୍ୟ ଭାବେ ସାମିଲ କରାଯାଇଛି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଝୀ, ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାଶ୍ୱାନ ଏବଂ ଯୋଜନା ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହଙ୍କୁ ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗର ଅଧ୍ୟକ୍ଷ ଥିବାବେଳେ ସୁମନ ବେରୀ ଉପାଧ୍ୟକ୍ଷ ଭାବେ କାର୍ଯ୍ୟନିର୍ବାହ କରିବେ। ଭିକେ ସାରସ୍ୱତ, ପ୍ରଫେସର ରମେଶ ଚାନ୍ଦ, ଡକ୍ଟର ଭିକେ ପଲ୍ ଏବଂ ଆନନ୍ଦ ବୀରମଣି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ କାର୍ଯ୍ୟ କରିବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଜେନେଭାରେ ଆନ୍ତର୍ଜାତିକ ନାଗରିକ ଏବଂ ରାଜନୈତିକ ଅଧିକାର ଚୁକ୍ତି ICCPR ଅଧୀନରେ ମାନବାଧିକାର କମିଟିର 4ର୍ଥ ପର୍ଯ୍ୟାୟ ସମୀକ୍ଷା ଶେଷ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମାଞ୍ଚଳ ସଚିବ ପବନ କପୁର, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ସଂଖ୍ୟାଲଘୁ ବ୍ୟାପାର, ବୈଦେଶିକ ବ୍ୟାପାର, ଆଦିବାସୀ, ସ୍ୱରାଷ୍ଟ୍ର ଏବଂ ଆଟର୍ଣ୍ଣି ଜେନେରାଲ ଓ ସଲିସିଟର ଜେନେରାଲଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏହି ପ୍ରତିନିଧି ମଣ୍ଡଳରେ ସଦସ୍ୟ ଥିଲେ। ବ୍ୟକ୍ତିଗତ ଭାବେ କାର୍ଯ୍ୟ କରୁଥିବା 18 ଜଣ ସ୍ୱାଧୀନ ବିଶେଷଜ୍ଞଙ୍କୁ ନେଇ ମାନବାଧିକାର କମିଟି ICCPRର କାର୍ଯ୍ୟକାରିତା ଉପରେ ନଜର ରଖିଥାଏ। ସମୟକ୍ରମେ ଏହାର ସମୀକ୍ଷା କରି ସୁପାରିଶଗୁଡ଼ିକୁ ସବୁ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଦାନ କରିଥାଏ। ଅତୀତରେ ଭାରତ 3 ଥର ICCPR ସମୀକ୍ଷା କରିଛି। 1997ରେ ଶେଷ ସମୀକ୍ଷା ହୋଇଥିଲା। 1979ରେ ଭାରତ ICCPRର ସଦସ୍ୟତା ଗ୍ରହଣ କରିଥିଲା। ଏହି ସମୀକ୍ଷା ସମୟରେ ମାନବାଧିକାର କମିଟିର ସଦସ୍ୟଗଣ ଭାରତର ପରମ୍ପରା ଏବଂ ଆଦର୍ଶକୁ ଉଚ୍ଚ ପ୍ରଶଂସା କରିଥିଲେ। ଭାରତ ଏକ ଉତ୍କୃଷ୍ଟ ସଂସଦୀୟ ଗଣତନ୍ତ୍ର ଏବଂ ନିକଟରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅତ୍ୟନ୍ତ ସଫଳତାର ସହ ଶେଷ କରିଛି ବୋଲି ମାନବାଧିକାର କମିଟି ଉଲ୍ଲେଖ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଶ୍ରୀ ହରିଶୟନ ଏକାଦଶୀ ତିଥି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ସିଂହଦ୍ୱାର ସମ୍ମୁଖରେ ଥିବା 3 ରଥ ଉପରେ ଠାକୁରଙ୍କର ଆଜି ସୁନାବେଶ ଅନୁଷ୍ଠିତ ହେବ। ଏହି ଆକର୍ଷଣୀୟ ବେଶକୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼କୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ରଥ ଚାରିପାଖେ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଅପରାହ୍ନ 5ଟାରେ ସୁନାବେଶ ଆରମ୍ଭ ହେବ। ବିଭିନ୍ନ ପ୍ରକାର ସୁନା ଅଳଙ୍କାରରେ ଠାକୁରଙ୍କୁ ବେଶ କରାଯିବ। ସୁନାବେଶରେ ରଥ ଉପରେ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ଏବଂ ମହାଦୀପ ଆଦି ନୀତି ସମାପନ କରାଯିବ। ରାତି 10ଟା ପରେ ଠାକୁରଙ୍କର ଶ୍ରୀଅଙ୍ଗରୁ ସୁନାବେଶ ମଇଲମ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଚନ୍ଦନ ଲାଗି ବଡ଼ ସିଂହାର ବେଶ ଏବଂ ଭୋଗ ଲାଗି କରାଯିବା ସହ ହରିଶୟନ ନୀତି ଅନୁଷ୍ଠିତ ହେବ। ରଥ ଉପରେ ଆସନ୍ତାକାଲି ଠାକୁରଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ। ମଦ ଦୁର୍ନୀତି ମାମଲାରେ ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଗତକାଲି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ବିଚାରପତି ଜଷ୍ଟିସ୍ ବିଆର୍ ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ ଆସନ୍ତା 29 ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବରିଷ୍ଠ ନେତା 16 ମାସ ହେଲାଣି ଜେଲ୍ରେ ଅଛନ୍ତି ଏବଂ ଗତ ଅକ୍ଟୋବର ମାସରେ ମାମଲାର ସ୍ଥିତି ଏବେ ମଧ୍ୟ ବଜାୟ ରହିଛି ବୋଲି ଜାମିନ ଆବେଦନର ପ୍ରାଥମିକ ଶୁଣାଣି ବେଳେ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ଦିଲ୍ଲୀର ଏକ ଅଦାଲତ ସିସୋଦିଆଙ୍କ ବିଚାର ବିଭାଗୀୟ ହେଫାଜତକୁ 22 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମୁମ୍ବାଇ ପୁନେ ଏକ୍ସପ୍ରେସ୍ ୱେରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମହାରାଷ୍ଟ୍ର ସରକାର 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 46 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କାଲାମ୍ବୋଲିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଆହତଙ୍କୁ ଭେଟି ଆଲୋଚନା କରିବା ସହ ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି। 7 ଜଣ ଗୁରୁତର ରୋଗୀଙ୍କର ଚିକିତ୍ସା ନେଇ ପଚାରି ବୁଝିବା ସହ ଆବଶ୍ୟକ ପଡ଼ିଲେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଦୁର୍ଘଟଣାର କାରଣ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓମାନର ରାଜଧାନୀ ମାସ୍କଟଠାରେ ଆଲି ବିନ୍ ଆବି ତାଲିବ୍ ମସ୍ଜିଦ୍ରେ ଗୁଳିକାଣ୍ଡ ଘଟଣାରେ ଜଣେ ଭାରତୀୟଙ୍କୁ ମିଶାଇ 6 ଜଣଙ୍କର ମୃତ୍ୟୁ ହୋଇଛି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ମହରମ ଉପଲକ୍ଷେ ମସ୍ଜିଦ୍ ପରିସରରେ ଭିଡ଼କୁ ଲକ୍ଷ୍ୟ କରି 3 ଜଣ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲେ। ଏଥିରେ ଅନ୍ୟ ଜଣେ ଭାରତୀୟ ଆହତ ହୋଇଛନ୍ତି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଓମାନ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ଏହି ଗୁଳି ବିନିମୟରେ ବିଭିନ୍ନ ରାଷ୍ଟ୍ରର ପାଖାପାଖି 28 ଜଣ ନାଗରିକ ଏବଂ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ମାସ୍କଟଠାରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଏହି ଗୁଳିକାଣ୍ଡ ନେଇ ସୁରକ୍ଷା ସତର୍କ ସୂଚନା ଜାରି କରାଯାଇଛି। ଓମାନର ମସ୍ଜିଦ୍ରେ ଏଭଳି ଗୁଳିକାଣ୍ଡ ଘଟଣା ପ୍ରଥମ ବୋଲି କୁହାଯାଇଛି। ଜାତୀୟ ଶିକ୍ଷକ ପୁରସ୍କାର 2024 ପାଇଁ ନାମାଙ୍କନ ପଞ୍ଜୀକରଣର ଶେଷ ତାରିଖ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ନାମାଙ୍କନ ପତ୍ର ଦାଖଲ ସଂକ୍ରାନ୍ତ ସମ୍ପୂର୍ଣ୍ଣ ବିବରଣୀ ଆସନ୍ତା 21 ତାରିଖ ସୁଦ୍ଧା ଦାଖଲ କରାଯାଇପାରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟର ପୋର୍ଟାଲରେ ଗତ ମାସ 27 ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ତ୍ରିସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ 50 ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯିବ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତା ସେପ୍ଟେମ୍ବର 5 ତାରିଖରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଟି-20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଭାରତୀୟ ଟିମ୍ ଗତକାଲି କଲମ୍ବୋଠାରେ ପହଞ୍ଚିଛି। ଏହି ଟୁର୍ଣ୍ଣାମେଣ୍ଟରେ ଆସନ୍ତା ଶୁକ୍ରବାରଠାରୁ ଦାମ୍ବୁଲାରେ ଆରମ୍ଭ ହେବ। ପ୍ରଥମ ଦିନ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନକୁ ଭେଟିବ। ଗ୍ରୁପ୍ ଏରେ ଭାରତ ଓ ପାକିସ୍ତାନ ବ୍ୟତୀତ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ନେପାଳ ସ୍ଥାନିତ ହୋଇଛନ୍ତି। ଗ୍ରୁପ୍ ବିରେ ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ ଏବଂ ବାଂଲାଦେଶ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର 2018 ସଂସ୍କରଣକୁ ଛାଡ଼ି ଅନ୍ୟ ସମସ୍ତରେ ଭାରତ ଚାମ୍ପିୟନ୍ ଆଖ୍ୟା ବଜାୟ ରଖିପାରିଛି। 2018ରେ ବାଂଲାଦେଶ ଏସିଆ କପ୍ ଟି-20 ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତୀୟ ଉତ୍ପାଦଗୁଡ଼ିକ ବିଶ୍ୱ ବଜାରରେ ପ୍ରଭାବ ବିସ୍ତାର କରିପାରିଛି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୀତି ଆୟୋଗର ସଦସ୍ୟତାରେ ସଂଶୋଧନ କଲେ କେନ୍ଦ୍ର ସରକାର। ପୁରୀ ଶ୍ରୀକ୍ଷେତ୍ରରେ 3 ରଥ ଉପରେ ଠାକୁରଙ୍କର ଆଜି ଅନୁଷ୍ଠିତ ହେବ ସୁନାବେଶ। ଓମାନର ରାଜଧାନୀ ମାସ୍କଟଠାରେ ଏକ ମସ୍ଜିଦ୍ରେ ଗୁଳିକାଣ୍ଡ ଘଟଣାରେ ଜଣେ ଭାରତୀୟଙ୍କୁ ମିଶାଇ 6 ଜଣଙ୍କର ମୃତ୍ୟୁ ଏବଂ ଏସିଆ କପ୍ ଟି-20 ମହିଳା କ୍ରିକେଟ୍ ପ୍ରତିଯୋଗିତା ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରୀଲଙ୍କାରେ। ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ପାକିସ୍ତାନ ମୁକାବିଲା। ସମ୍ବାଦ ଶେଷ ହେଲା।